ଚନ୍ଦନ କୁମାର ସିଂହ ଷ୍ଟେସନ ମ୍ୟାନେଜର ଜଳେଶ୍ୱର। ଆଜି 4:15 ଆମର ଟୁ ହ୍ୱିଲର ପାର୍କିଂ ଯୋଉ ଅଛି ମିଠୁ ସେ ରିପୋର୍ଟ କଲା ଯେ ଗୋଟେ ବାଇକ ର ଡିକିରୁ ଗୋଟେ ସାଉଣ୍ଡ ହଉଛି ଟିକ 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 ସାଉଣ୍ଡ ହଉଛି ଏବଂ ଡିକିଟା ଲକ୍ ଅବସ୍ଥାରେ ଅଛି ହେଲା। ତାପରେ ମୁଁ ସବୁ ମେସେଜ କରିଥିଲି। ମେସେଜ କରିବା ପରେ ସବୁ ଆସିଲେ। ସବୁ ଆସିବା ପରେ ବମ୍ ସ୍କ୍ୱାଡ୍ ଆସିଲେ। ବମ୍ ସ୍କ୍ୱାଡ୍ ଆସିବା ପରେ ଖୋଲିକି ଦେଖିଲେ ତା ଭିତରେ ଗୋଟେ ଡିଜିଟାଲ ଲକ୍ ଟା ଅଛି। ଆଉ କିଛି ନାହିଁ ନା ସାଉଣ୍ଡ ଅଛି ସେଇ ନା ସାଉଣ୍ଡ ବନ୍ଦ ହେଇଯିବ ବର୍ତ୍ତମାନ। ଷ୍ଟେସନ ମାଷ୍ଟର ଗୋଟେ ଖବର ଦେଲେ ଯେ ମୋଟରସାଇକେଲ ଯୋଉ ଗ୍ୟାରେଜ ଅଛି ମୋଟରସାଇକେଲ ଗୋଟେ ଘଣ୍ଟାର ଆବାଜ ଟିକ ଟିକ ଆବାଜ ଆସୁଛି। ତ ଆମେ ଘଟଣାସ୍ଥଳକୁ ଆସିଲେ ଦେଖିଲୁ ଯେ ବହୁତ ମୋଟରସାଇକେଲ ଅଛି। ମୋଟରସାଇକେଲରୁ ଗୋଟେ ମୋଟରସାଇକେଲ OR01U 0992 ମୋଟରସାଇକେଲଟେ ତା ବାସ୍କେଟ ଭିତରେ ଟକ୍ ଟକ୍ ଆବାଜ ଆସୁଛି। ତ ସେଟା ଆମେ କିଛି ଠିକ ସେ ଜାଣିପାରିଲୁନି ଏବଂ ତା ଅନର ଆମେ ଆମର ଯୋଉ ତାର ଇଏ ବାହାର କରି ଦେଖିଲୁ ଅନର ତାର ଯିଏ ଅନର ସାଙ୍ଗେ କଥା ହେଲୁ। ଅନର ବି ଏମବି ୱେଥରେ ଭୁବନେଶ୍ୱର ଆସିଥିଲେ ଏବଂ ତାକୁ ବମ୍ ଡିସ୍ପେଲର ସ୍କ୍ୱାଡ୍ ସେ ଖୋଲିକି ଦେଖିଲୁ ତାର ଲକ୍ ଅଛି ଯେ ମାତ୍ର ହ୍ୱିଲ ଲକ୍ ଅଛି। ହ୍ୱିଲ ଲକ୍ରୁ ଗୋଟେ ଯେହେତୁ ଜିପିଏସ୍ ସିଷ୍ଟମର ହ୍ୱିଲ ଲକ୍ଟା ସେ ହ୍ୱିଲ ଲକ୍ ଚାପି ଦେଇଥିଲା ଟକ୍ ଟକ୍ ଆବାଜ ଆସୁଥିଲା। ସେଟା ଆମେ ଯୋଉ ସସ୍ପେକ୍ଟେଡ୍ କରୁଥିଲୁ ଯେ କୌଣସି ବମ୍ ଫମ୍ ଥିବ ନା ସେଟା ନୁହେଁ। ଏଟା ସେ ଆବାଜଟାକୁ ଆମେ ନିରୀକ୍ଷଣ କରି ଭାବୁଥିଲୁ ଗୋଟେ କ'ଣ ହେଇଥାଇପାରେ। ହବ ସେଟା ମୋର ହ୍ୱିଲ ଲକ୍ ଆଉ କିଛି ନୁହେଁ। ସେଟା ଭୟ ହେବାର କିଛି କାରଣ ନାହିଁ।